समस्त को सप्रेम साईरा आसंतु शुणिबा आजिर प्रशांति अनुचिंता वर्तमान युववर्ग निजर एही महत्वपूर्ण वर्ष गुड़िकरी निजको किपरि अनुशासित करी रखिबा उचित भगवान आज अति प्रेमपूर्ण भावरे आमको निर्देश ଦେଇଛନ୍ତି। मने रख जे भविष्यतर भारत वर्ष ପାଇଁ तुमे माने हेउछ निर्माता नायक ओ मार्गदर्शक वर्तमान पीढ़ीर अग्रणी नेता मानक तुलनारे तुमर कांध शक्तिशाली हेबा निहाती आवश्यक कारण किछि वर्ष परे तुमर बोझ अधिका ओजनिया हेब तुमर हृदय निश्चित भावरे संप्रसारित ओ बुद्धि तीक्ष्ण हेबा आवश्यक कारण तुमको निजर तथा मानव समाज ପାଇଁ अनेक महान कार्य କରିବାକୁ पड़िବ तेणु कर्तव्य भक्ति ଓ ଶୃଙ୍ଖଳାର ଆଦର୍ଶକୁ ପାଥେୟ କରି ଶୃଙ୍ଖଳାର କଠିନ ପରିସ୍ଥିତିରେ ଭକ୍ତିର ପରୀକ୍ଷା ହୋଇଥାଏ। ଏହା କର୍ତ୍ତବ୍ୟର ମାର୍ଗରେ ନିର୍ଦ୍ଦେଶିତ ହେବା ଆବଶ୍ୟକ। ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କର ନିଷ୍ଠାପର ଭକ୍ତ ଥିଲେ କିନ୍ତୁ ସେ ନିଜର ଦୁଇ ପାଖରେ ଅର୍ଜୁନ ରୂପରେ କର୍ତ୍ତବ୍ୟ ଓ ଭୀମ ରୂପରେ ଶୃଙ୍ଖଳାକୁ ରଖୁଥିଲେ ତେଣୁ ସେ ଶତ୍ରୁମାନଙ୍କୁ ପରାଜିତ କରି ନିଜେ ସମ୍ରାଟ ହୋଇପାରିଥିଲେ। ନିଜ ମସ୍ତକକୁ ବିଭିନ୍ନ ନିୟମ ସାରଣୀ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନର ବୃଥା ବ୍ୟାଖ୍ୟା ପରି ତୁଚ୍ଛ ବିଷୟ ଗୁଡିକରେ ଭର୍ତ୍ତି କରିଦିଅ ନାହିଁ। ବାହ୍ୟ ଘଟଣା ପ୍ରତି ଉତ୍ସାହିତ ହୋଇଯାଅ ନାହିଁ କି ଅସଫଳତା ପାଇଁ ଆଦୌ ହତାଶ ହୋଇଯାଅ ନାହିଁ। ବନ୍ୟା ଜଳରେ ନିଜ ମସ୍ତକକୁ ଉଚ୍ଚା କରି ରଖ ଏକ କୁଟା ଖଣ୍ଡ ପରି ନିଜେ ଆଦୌ ଭାସିଯାଅ ନାହିଁ। ଭୋକ୍ତା ଦିବ୍ୟ ସମ୍ଭାଷଣଟି ଭଗବାନ ଜୁଲାଇ 6 ତାରିଖ 1975 ମସିହାରେ ସମସ୍ତଙ୍କୁ ଅତି ସୁନ୍ଦର ବାର୍ତ୍ତାଟିଏ ଦେଇଥିଲେ। ଏହା କହିବାର ତାତ୍ପର୍ଯ୍ୟ ଅର୍ଜୁନଙ୍କ ପରି ସମର୍ପିତ ଓ ଶୃଙ୍ଖଳିତ ହୁଅ ଭୀମଙ୍କ ପରି ବୁଦ୍ଧିମାନ ଓ ଶକ୍ତିଶାଳୀ ହୁଅ ଯୁଧିଷ୍ଠିରଙ୍କ ପରି ସ୍ଥିର ଓ ନିଷ୍ଠାପର ହୁଅ ତାହେଲେ କେହି ତୁମର କିଛି ଅନିଷ୍ଟ କରିପାରିବେ ନାହିଁ। ତୁମେ ନିଜର ସମସ୍ତ ପ୍ରୟାସରେ ବିଜୟ ହାସଲ କରିପାରିବ। ଜୟ ସାଇରାମ।